ଧୋକା ଦିଅନ୍ତୁ ନାହିଁ ଆଜ୍ଞା। ନେତାମାନେ ଯିଏ ଆପଣମାନଙ୍କୁ ଭଲ ପାଇଛନ୍ତି, ହାତ ଚିହ୍ନକୁ ଭଲ ପାଇଛନ୍ତି, ଧୋକା ଦିଅନ୍ତୁ ନାହିଁ। କର୍ମୀମାନଙ୍କୁ ହନ୍ତସନ୍ତ କରନ୍ତୁ ନାହିଁ। ରାଜନୀତି କରିବାର ଅଛି ତାହେଲେ ଗୋଟିଏ ଶବ୍ଦରେ ମୁଁ କହୁଛି, ଯଦି ଓଡ଼ିଶା କଂଗ୍ରେସ ଠିକଣା ଢଙ୍ଗରେ କେବଳ ଲଢ଼ିଥାନ୍ତା ନା, ତାହେଲେ ବିଜେପି ଆଜି ସରକାରରେ ନଥାନ୍ତା, କଂଗ୍ରେସ ଥାନ୍ତା। ଲଢ଼ିଲେନି ଆପଣ ନିଜ ନିଜ ସ୍ୱାର୍ଥ ପାଇଁ। ଛାଡ଼ନ୍ତୁ, ଏବେ ବି ସୁଯୋଗ ଅଛି। ଯଦି 25-24 ବର୍ଷ ଧରି ଓଡ଼ିଶାରେ ନାହିଁ, ଛାଡ଼ନ୍ତୁ ଆଉ 5 ବର୍ଷ ଭୋଗି ନେବା। କିନ୍ତୁ ଏମାନେ ଯାହା ଜବାବ ଦେଇଛନ୍ତି, ଯାତ୍ରା ପାର୍ଟି ଆଉ ଯୋଉ କରିଦେବ, ସେ କରିବାକୁ ବାଧ୍ୟ ହୁଅନ୍ତୁ। ସେଥିପାଇଁ ତ ଚେଷ୍ଟା କରିବା, ଲଢ଼ିବାକୁ ହବ।